नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मुखं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं सुखमुखादमृतद्रव संयुतं पिबत भागवतं रसमालयं मुहुरहो रसिका भुवि भावुकाः। चतुर्थस्कन्ध अष्टविंशाध्याय। श्रीकृष्ण पादपद्मचिन्ति सहर्षे मैत्रेय कहन्ति। मैत्रेय उवाच तदन्ते शृणु हे विदुर से पुरञ्जनर विचार। नारद उवाच
जिला धरिण जवनंक बळे आपणा स्थान कुसे नेले तानुचर जेते थिले जणे हे सपक्ष नहिले से सर्वे आकुळे सोचंती राजा कुसुमरी कांदंती द्वारे जे थिला वृद्ध होई से छाड़े गला बेग होई से राजा संगते गमिला तांते पुरा नष्ट गला जवन बड़ बलवंते राजा को धरी ओटारंते से अति व्याकुळे राजा
ताम्रपर्णी बटोदका अपरे चंद्र बसा नाम हे आदि पुण्य तीर्थ धाम कृष्ण भक्ति सुसाधने तपचरी शुद्ध मने से पुण्य तीर्थ जले नीति स्नानादि कर्म जे करन्ति दूर
ରମିଲା ନିଜ କର୍ମ ବଳେ ତୋତେ ନିବେଶି ସକାନଳେ ତୁ ତାହା ନ ବୁଝୁ ସୁନ୍ଦରୀ ବ୍ୟର୍ଥେ ମରୁ ଶୋକ କରି ଯେ ପତି ହୋଇଥିଲା ତୋର ସେ ଜୀବ ଆତ୍ମାଟି ମୋହର ଯେଣୁ ତୁ ଆତ୍ମା ନ ଚିହ୍ନିଲୁ ଏଣୁ ଅଜ୍ଞାନେ ନିମଜ୍ଜିଲୁ ମୁଁ ପୂର୍ବ ସଖାଟି ତୋହର ତୁ ପ୍ରାଣ ସଖୀ ଅଟୁ ମୋର ଆପଣା ସଖା ନ ଚିହ୍ନିଲୁ ଏ ମାୟା ମୋହି ନିମଜ୍ଜିଲୁ ତୁ ମୋତେ ଛାଡ଼ି ଏକା କରି ଅଇଲୁ ମୃତ୍ୟୁ ଭୟପୁରୀ ଏ ଭୂମି ବଇ ଭୋଗ କଲୁ ମୋ ସଙ୍ଗ ଏର ସୁତେଜିଲୁ ତୁ ଆମ୍ଭେ କବେନି ଅଂଶ ଇମାନ ସରୋବରେ ବାସ ଏବେନି ଅଂଶ ହଂସ ହୋଇ ସେ ଗୃହ ଛାଡ଼ି ଯେ ନ ଯାଇ ସହସ୍ରେ ଯୁଗ ପରିଜନ୍ତେ ମାନସେ ରହିଲୁ ଏକାନ୍ତେ ତୁ ମୋତେ ଛାଡ଼ିଣ ସେଠାରେ ଅଇଲୁ ଏ ମହି ଭୋଗରେ ପ୍ରବେଶୀ ଏ ମର୍ତ୍ତ୍ୟ ମଣ୍ଡଳ ଏଥି ଦେଖିଲୁ ଦିବ୍ୟ ସ୍ଥଳ ସେ ପୁରେ ଏକ ନାରୀ ଥିଲା ସେ ତୋର ମନ ବନ୍ଦୀ କଲା ତାବ ସେ ନୁହେଁ ତ ଆୟତ୍ତ ମିଥ୍ୟାଭିଳାଷେ ମୋହ ଚିତ୍ତ ସେ ନଗ୍ରେ ପଞ୍ଚ ଉପବନ ନବଦୁଆରେ ସ୍ୱଭାବନ ସେ ନବଦ୍ୱାର ନିରୁପମ ଦେବ ମାନବେ ମନୋରମ ରକ୍ଷଣେ ଏକ ଦ୍ୱାରପାଳ ସେ ତ୍ରୟ କୋଠରେ ବିସ୍ତାର ଅପରେ ଅଛି କୂଳସଟ ବସାଇ ଭଲେ ପଞ୍ଚହାଟ ପଞ୍ଚ ଯେ ପ୍ରକାରେ ପ୍ରକୃତି ଏକଇ ନାରୀ ରୂପବତୀ ଏ ପଞ୍ଚ ଇନ୍ଦ୍ରିଙ୍କ ବିଷୟ ଆରାମ ତହିଁରେ ନିଶ୍ଚୟ ଏକଇ ପ୍ରାଣ ତହିଁ ଦ୍ୱାରୀ ସେ ନବଦ୍ୱାର ରକ୍ଷା କରି ପୃଥିବୀ ଆପତେ ଜମାନ ଏକା ସେ ତାହାର ସଦନ ଜ୍ଞାନ ଇନ୍ଦ୍ରିୟ ପାଞ୍ଚ ମନ ତହିଁରେ ସଟ କୂଳ ଜାଣ ଏ କ୍ରିୟା ଶକ୍ତି ତହିଁ ହାଟ ପଞ୍ଚ ବିଷୟ ତହିଁ ବାଟ ପ୍ରକୃତି ପଞ୍ଚବିଂଶ ଗୁଣ ଏ ରୂପେ ସେ ହାଟ ଭିଆଣ ଏ ପାପ ପୁଣ୍ୟ କର୍ମ ଦୁଇ କ୍ରୟ ବିକ୍ରୟ ତହିଁ ହୋଇ ଏ ସଙ୍ଗେ ମନ ସଞ୍ଚରାଇ ସୁକର୍ମ ବିକର୍ମ ଚଳାଇ ସେ ହାଟେଶ୍ୱରୀ ବୁଦ୍ଧି ଥିଲା ସେ ତୋର ମନ ବନ୍ଦୀ କଲା ତୁ ଭୋଗ କଲୁ ତାକୁ ତହିଁ ମୋତେ ତୁ ସମ୍ପାଦିଲୁ ନାହିଁ ଏକାନ୍ତେ ନାରୀ ସଙ୍ଗ କଲୁ ଏ ପାପ ଦଶା ତୁ ଲଭିଲୁ ନହୁ ତୁ ବିଦର୍ଭ ଦୁହିତ ଏ ବୀର ନୋହେ ତୋର କାନ୍ତ ନହୁ ତୁ ପୁରଞ୍ଜନୀ ପତି ଜାଲାଗି ତୋର ଏ ଦୁର୍ଗତି ମୁଁ କରିଅଛି ଏହୁ ମାୟା ପୁରୁଷ ପ୍ରକୃତିରେ କାୟା ଛାଡ଼ ଏ ମାୟା ମୋହମତି ଆମ୍ଭେ ବେନି ହଂସ ସଙ୍ଗତି ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନ ଏବେନି ଏକ କରି ଚିହ୍ନ ଯେବା ପଣ୍ଡିତ ଜ୍ଞାନମତି ଏବେନି ଭେଦ ନ କରନ୍ତି ଅଜ୍ଞାନୀ ଜ୍ଞାନ ଧର୍ମ ଭେଦ ଅବିଦ୍ୟା ବିଦ୍ୟାର ଏ ଖେଦ ଯେହ୍ନେ ମୁକୁରେ ଦେଖେ ଦେହି ଏକଇ ଅଙ୍ଗ ଦିଶେ ଦୁଇ ମୁକୁର ନଥିଲେ ନ ଦିଶେ ଏମନ୍ତ ଏ ଭେଦ ବିଶେଷେ ନାରଦ କହନ୍ତି ସଦଏ ଶୁଣ ପ୍ରାଚୀନ ନୃପରାଏ ଏ ଯେ ଅଧ୍ୟାତ୍ମ ଦିବ୍ୟ ଜ୍ଞାନ କହିଲୁ ପରୋକ୍ଷବାଦେଣ ପରୋକ୍ଷବାଦ ପ୍ରିୟ ହରି ଏଣୁ ଯେ କହିଲୁ ବିସ୍ତାରୀ
चतुर्थस्कन्धे भागवत हे पुरञ्जनर चरित हे अष्टविंशति अध्याये प्राकृत भाषाए प्रकारे एहा श्रवणे प्राणींकर खंडिब बहु दुख घोर सन्थ चरणे देई चित्त वर्णई विप्र जगन्नाथ इति श्रीमद्भागवते महापुराणे पारमहंस्यां संहितायां चतुर्थस्कन्धे पुरञ्जनोपाख्याने अष्टविंशोऽध्यायः।